ଆରେ କଣ୍ଟା ପିଟା ପାଳ ଭିତ ସୁଜୁ ଗଛ ସୁଜି ତ ତମ ଜୀବନରେ ଖାଇପାରିବ ନାହିଁ। ଆମେ ଆମ ଜୀବନରେ ସୁଜି କେବେ ଖାଇବୁ ନାହିଁ। ଆମେ ପୁଣି କଣ୍ଟା ପିଟା। ଯେଉଁ ଯୀଶୁଙ୍କୁ ତୁ କଣ୍ଟା ପିଟା ବୋଲି କହୁଛୁ ତାହାକୁ ସାରା ପୃଥିବୀ ବିଶ୍ୱାସ କରୁଛି। ହେଲେ ଆମକୁ ତୁ କ'ଣ କହୁଛୁ? ତମେ କେବେ ସୁଜି ଖାଇପାରିବ ନାହିଁ, କାରଣ ଯୀଶୁଙ୍କର ଉଲ୍ଟା କଲେ ସୁଜି ହେଇଯାଉଛି। ଗୋବରା, ତୁ ଗୋବର ଖାଇ ଖାଇ ବୋଧେ ପାଗଳ ହେଇଯାଇଛୁ। ଆମେ ଚାଉଳ ଖାଉଛୁ, ତୋ ଲାଇଫରେ ତୁ କେବେ ଚାଉଳ ଖାଇ ପାଇବୁ ନାହିଁ। ତୋର ଔକାତ ବି ନାହିଁ, କାରଣ ତୋର ଔକାତ ହେଲା ଗୋବର ଖାଇବା ଆଉ ଗୋମୂତ୍ର ପିଇବା। ମୋ ବାପାକୁ ତ ବାପା ଡାକି ପାରୁନ, ଗୋଟେ ଧରମ ବାପା ରଖିଛ ବାପା ଡାକିବା ପାଇଁ। ଚର୍ଚ୍ଚକୁ ଯାଇକି ସେ ଧରମ ବାପାକୁ ବାପା ଡାକୁଛ। ଆମେ ଖ୍ରୀଷ୍ଟିଆନ ଚର୍ଚ୍ଚରେ ଫାଦରଙ୍କୁ ଫାଦର ବୋଲି କହିଥାଉ, ଯିଏକି ଆମକୁ ଆତ୍ମିକ ଭାବରେ ପରିଚାଳନା କରେ। ଆତ୍ମିକ ଭାବରେ ଆମେ ବୁଝୁ, ନା କି ସାଂସାରିକ ଭାବରେ। ତମେ ମୋତେ ଗୋଟେ କଥା କହିଲ, ତମେ ତ ନିଜର ବାପାଙ୍କୁ ବାପା ଡାକୁଛ, ନିଜର ବଡ଼ ବାପାଙ୍କୁ ବଡ଼ ବାପା ଡାକୁଛ, ଛୋଟ ବାପାଙ୍କୁ ଛୋଟ ବାବା ବୋଲି ଡାକୁଛ, ଆଉ ପୁଣି ଯାଇକି ତମେ କ'ଣ ମନ୍ଦିରର ବାବାଙ୍କୁ ବାବା ବୋଲି ଡାକୁଛ? ସତ୍ୟ ସନାତନ କ'ଣ ଜାଣିଛ ନା? ତମେ ଜାଣିନ ନା? ତମେ କେମିତି ଜାଣିବ? ତମ ବାପା ଅରିଜିନାଲ ବାପାର ତା ବାପାକୁ ପଚାରିବ। ଯଦି ସିଏ କନ୍ଭର୍ଟ ହେଇଥିବ ତା ବାପା ପଚାରିବ। ସେଇମାନେ କହିପାରିବେ ସତ୍ୟ ସନାତନ ମହାପ୍ରଭୁ ଜଗନ୍ନାଥ କିଏ ବୋଲି। ସତ୍ୟ ସନାତନ ଆମେ ଖ୍ରୀଷ୍ଟିଆନ ପୁଣି ଯାଇକି ଆମର ବାପାଙ୍କୁ ପଚାରିବୁ। ତୁ ପ୍ରଥମେ ଯିବୁ, ତୋ ବାପାଙ୍କୁ ପଚାରିବୁ, ତୋ ଅଜାଙ୍କୁ ପଚାରିବୁ, ତୋ ଆଈଙ୍କୁ ପଚାରିବୁ। ସେମାନେ ବି ଯଦି ଜାଣିବେ ନାହିଁ, ଟିକେ ସାରା ପୃଥିବୀକୁ ଯାଇକି ସବୁ ଜାଗାରେ ଦେଖିବୁ ସନାତନ କିଏ, ଆଉ ତୁ ପାଇବୁ ଯୀଶୁ ଖ୍ରୀଷ୍ଟ, ଯିଏକି ସନାତନ ପରମେଶ୍ୱର ଅଟନ୍ତି, ଯିଏ ମନୁଷ୍ୟ ହେଇକି 2025 ବର୍ଷ ପୂର୍ବେ ଆସିଲେ। ତମର ମାଇଣ୍ଡ ଟିକେ କାମ କରୁନି, ତମେ ଗୋବର ଖିଆ ଗୁଡ଼ାକ, ସେଇଥିପାଇଁ ତମେ ବୁଝିପାରୁନ ଯୀଶୁ କିଏ। ଓଲଟା ତାହାଙ୍କୁ ଜାଣିବା ବଦଳରେ ତମେ ତାହାଙ୍କର ମଜାକ ଉଡ଼େଇଲ। ଆଉ ତମେ ଆମକୁ କହୁଛ ସନାତନୀ କିଏ? ଅସଲି ସନାତନୀ ଯୀଶୁ ଅଟନ୍ତି, ଯେଉଁ ଯୀଶୁଙ୍କୁ ସାରା ପୃଥିବୀ, ସାରା ବିଶ୍ୱ, ସାରା ବ୍ରହ୍ମାଣ୍ଡ ମାନୁଅଛି। ଅବଶ୍ୟ ଆମେ ଓଡ଼ିଶାରେ ଅଛୁ, ଆଉ ଅନ୍ୟାନ୍ୟ ଧର୍ମକୁ ରେସ୍ପେକ୍ଟ କରୁ, ଜଗନ୍ନାଥଙ୍କୁ ମଧ୍ୟ। ହେଲେ ଆମ ଖ୍ରୀଷ୍ଟିଆନ ମାନଙ୍କୁ ତଳେ ପକାଇ ତୁ କହୁଅଛୁ ଜଗନ୍ନାଥ ହେଉଛନ୍ତି ସନାତନ। ହେଲେ ତୁ ମୋତେ ଗୋଟେ କଥା କହିଲୁ, ଜଗନ୍ନାଥଙ୍କୁ କେତୋଟି ଦେଶ ଆଉ କେତୋଟି ଲୋକ ଜାଣିଅଛନ୍ତି? ଆଉ ଗୁଗୁଲରେ ସର୍ଚ୍ଚ କରିବୁ ଜିସସ୍ ଭିଏସ୍ ଜଗନ୍ନାଥ। ଯେହେତୁ ତୁ ଯୀଶୁଙ୍କୁ ଜଗନ୍ନାଥ ସହିତ ତୁଳନା କରୁଛୁ ବୋଲି ତତେ ମୁଁ ଏ କଥା କହୁଅଛି। ତମେ ହେଠି ତମ ମୂର୍ଖ ଗାଣ୍ଡୁ ଶଳା 500 ଟଙ୍କାର ମୁଣ୍ଡ ବିକି ଦଉଛନ୍ତି, ମା ଭଉଣୀ ଚାଲି ଯାଉଛନ୍ତି ଚର୍ଚ୍ଚକୁ, ସେ ଯୋଉ ଫାଦର ଡାକୁଛ ଶୋଇବା ପାଇଁ। ତମର କ'ଣ ଅଛି ଛାଡ଼। ତାହେଲେ ଏତିକି କହିବା ପାଇଁ ଚାହୁଁଛି ଯେ ସତ୍ୟ ସନାତନ ଧର୍ମ ହିଁ, ଆଉ କିଛି ନୁହେଁ। ରେ ଗୋବରା, ସତ୍ୟ ସନାତନ କ'ଣ ଏମିତି ଦେଖାଉଛୁ? ସତ୍ୟ ସନାତନ ପ୍ରଭୁ ଯୀଶୁ ଅଟନ୍ତି, ଯାହାଙ୍କୁ ତୁ ନ ମାନିଲେ କ'ଣ ହେଲା, ତମର ବାପା ନ ମାନିଲେ କ'ଣ ହେଲା, ସାରା ପୃଥିବୀ ତାହାଙ୍କୁ ମାନୁଅଛି। ନେଟ୍ରେ ଟିକେ ଓପେନ୍ କରିବୁ, ଆଉ ସାରା ପୃଥିବୀର ଲୋକ ବେଶୀ କାହାକୁ ଯୀଶୁଙ୍କୁ ମାନୁଛନ୍ତି ନା ନାଇଁ ଟିକେ ଗୁଗୁଲ କରିବୁ, ନିହାତି ଭାବରେ ଜବାବ ପାଇବୁ। ଆଉ ତୋ ଗୋବର ବୁଦ୍ଧି ତୋ ପାଖରେ ରଖେ, ଆମ ଖ୍ରୀଷ୍ଟିଆନ ମାନଙ୍କୁ ଦରକାର ନାହିଁ। ଆଉ ସବୁ ମୋହମାୟା। ସେ 4ଟା କଣ୍ଟା ପିଟି ଦେଲା, ମୁଁ ଭଗବାନ ହେଇଯାନି। କିଏ ବାଳ, ମୁଁ ଆଜି 4ଟା କଣ୍ଟା ପିଟିଛି, ମୁଁ କୋଉଠି ଭଗବାନ ଦେଖିବି? ତୁ 4ଟା କଣ୍ଟା ପିଟିବା ଦରକାର ନାହିଁ। 4ଟା କଣ୍ଟା ପିଟିଲେ ବୋଲି ଭଗବାନ ବୋଲି କଥା କହୁଛୁ। ହେଲେ କୃଷ୍ଣ ତ ଗୋଟିଏ ତୀରରେ ମରିଗଲେ, ସେ କେମିତି ଭଗବାନ ହେଲେ? ଆଉ ଗୋଟେ କଥା, ତୁ କ'ଣ କହୁଅଛୁ ମୋତେ ବି କଣ୍ଟା ପିଟି ଦିଅ, ମୁଁ ଭଗବାନ ହେଇଯିବି। ତୁ ଖ୍ରୀଷ୍ଟିଆନ ବିଷୟରେ କଥା ବି ହେନା, ତୋତେ ହିନ୍ଦୁ ଧର୍ମର ଲଜିକ୍ କହୁଛି। ଗୋଟେ କାମ କରେ, ଗଣେଶଙ୍କର ମୁଣ୍ଡ କାଟିକି ତା ମୁଣ୍ଡରେ ହାତୀର ମୁଣ୍ଡ ଯୋଡ଼ା ଗଲା, ସେମିତି ତୁ ଗୋଟେ କାମ କରେ, ତୋ ମୁଣ୍ଡ କାଟିକି କୁକୁରର ମୁଣ୍ଡ ଯୋଡ଼ିଦେ, ତୋତେ ଲୋକମାନେ ଆସିକି ପୂଜା ପାଠ କରିବେ। ଜୟ ସୀତାରାମ ସାଙ୍ଗମାନେ।
ଏଠି କଣ୍ଟା ପିଟା ମାନେ କଟୁଆ ମାନେ ସେମାନେ ଆସିକି ଆମ ସନାତନ ଧର୍ମ ବିଷୟରେ ଗାଳି ଦେବେ, ଆମ ଭଗବାନଙ୍କୁ ଏଣୁ ତେଣୁ କଥା କହିବେ, ପୋଷ୍ଟ ବି ଲଗେଇବେ, କମେଣ୍ଟରେ ସୁଧିବେ, ଆମେ ଚୁପ୍ ହେଇ ବସିମୁ। ଆମେ ଚୁପ୍ ହେଇ ବସିମୁ, ତାହେଲେ ଠିକ। ଯଦି ଆଜି ଗୋବର ଖାଇନଥାନ୍ତା ତେବେ ତୋର ଅବସ୍ଥା ଯେମିତି ହେଇନଥାନ୍ତା। କୁଆଡେ ଖ୍ରୀଷ୍ଟିଆନ ମାନେ ତମ ଦେବାଦେବୀଙ୍କୁ ମଜା କରୁଛନ୍ତି। ବାବୁରେ ଗୋବରା, ତୁ ଯୀଶୁଙ୍କର କେତେ ଅପମାନ କରିଛୁ। ଡେଲି ତୋର ଭିଡିଓ ପଡୁଛି ଯୀଶୁଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନ ବିରୁଦ୍ଧରେ। ତୁ ଯଦି ଖ୍ରୀଷ୍ଟିଆନ ବିରୁଦ୍ଧରେ କଥା କହିବୁ ଠିକ ଅଛି, ଯୀଶୁଙ୍କ ବିରୁଦ୍ଧରେ କଥା କହିବୁ ଠିକ ଅଛି। ତୁ ଜାଣିଛୁ ନା, ତୁ ଯଦି କାହାକୁ ଉଙ୍ଗୁଳି ଉଠେଇବୁ ସେ ଉଙ୍ଗୁଳି ତତେ ଦେଖାଉଛି। ଭାଇରେ, ତୁ ଯଦି ଅନ୍ୟକୁ କହିବୁ ଲୋକମାନେ ନିହାତି ତତେ କହିବେ। ଏ ବିଷୟ ତୁ ଭଲରେ ଜାଣିଛୁ। ତ ଡେଲି ଭିଡିଓରେ କାହିଁ ତୁ ଖ୍ରୀଷ୍ଟିଆନ ମାନଙ୍କୁ ଖାଲି ଅପମାନ କରୁଛୁ, ଯୀଶୁଙ୍କର ଅପମାନ କରୁଛୁ, ପୁଣି ଆସିକି କହୁଛୁ ଯେ ଆମର ଦେବାଦେବୀଙ୍କୁ ଅପମାନ କରୁଛୁ। ତୁ ଯଦି ଖ୍ରୀଷ୍ଟିଆନ ମାନଙ୍କୁ ଅପମାନ କରିବୁ ନାହିଁ ତେବେ ଖ୍ରୀଷ୍ଟିଆନ ମାନେ ତତେ କାହିଁକି ଅପମାନ କରିବେ? ଦେଖିଲୁ ଏଇଠି ଏଇଟା ପିଟି ଦେବୁ ଭଗବାନ ହେଇଯିବୁ ନା, ହବ ନା? ଦେଖ ଟିକେ କଣ ଟିକେ ହବ କି କାହାର କୋଉଠି ଟିକେ ନା ନା ନା, ଆଉ କୋଉଠି ପିଟି ହବ? ଆଜ୍ଞା ନା, ଏଇଠି 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 ନା ଏଠି ହବ। ନା ନା ଏଇଠି ଏଇ କଣ୍ଟା ଅଛି, ଏଇଠି ହବ ନା? ଏଠି ମୋ ଗୋଡରେ କଣ୍ଟା କଣ୍ଟା ପଶିଛି। ଓ କରିବା କଣ ନେଇଥାନ୍ତେ ତୁ କହ, ମୁଁ କୋଉଠି ପିଟି ହେଲେ ମୁଁ ଭଗବାନ ହେବି? ମତେ ଟିକେ କହ, ମୁଁ ଜାଣିପାରୁନାହିଁ। ଜାଣିବୁ କୁଆଡେ, ତୁ ପରା ଗୋବର ଖାଇ ଦେଇଛୁ। ହଁ, ଆଉ ତୁ ଯୋଉଟା ଦୌଡ଼ି ଦୌଡ଼ି ମରୁନୁ କି? ତୁ ଆସେ, ତୁ ଜଣେ ଆସିବୁ। ଜଣେ ଯଦି ଯିବୁ ତେବେ ଖ୍ରୀଷ୍ଟିଆନ ମାନଙ୍କ ପାଖକୁ ଯୁବ ପିଲାମାନେ ଥିବେ, ସେଠକୁ ଜଣେ ଯିବୁ ଆଉ ମତେ କଣ୍ଟା ମାରିଦିଅ ଆଉ ମତେ ଭଗବାନ କରେଇଦିଅ। ସେତେବେଳେ ନାଇଁ କି ତତେ ଠିକ ଠାକ ସେମାନେ କଣ୍ଟା ମାରିଦେବେ। କଣ୍ଟା ତ ମାରିବେ କି ନାହିଁ ସେଇଟା ମୁଁ ଜାଣିନି, କିନ୍ତୁ ନିହାତି ଭାବରେ ତୋର ମୁଣ୍ଡ କାଟିକି ତ ଗଣେଶଙ୍କର ମାନେ ହାତୀ ଶୁଣ୍ଡ ଜଡ଼ା ହେଇଥିଲା, ମାନେ ତୋର ବେକ କାଟିକି ତୋ ମୁଣ୍ଡରେ ଯଦି କୁକୁର କିମ୍ବା ଘୁଷୁରୀର ମୁଣ୍ଡ ଯଦି ଲଗାଯିବ ତେବେ ତୋତେ ଲୋକମାନେ ଭଗବାନ ଭଗବାନ ବୋଲି ପୂଜା କରିବେ। ଏ କହୁଛନ୍ତି ଯେ 4ଟା କଣ୍ଟା ପିଟି ଦେଲେ ସିଏ ଭଗବାନ ହେଲା। ମୋ କିନ୍ତୁ କନି ମତେ ଗୋଟିଏ କଥା କହିଛୁ, ଗୋଟିଏ ଠାକୁର ବଡ ଠାକୁର ସେ ଯୋଉ ଜଗନ୍ନାଥ ମହାପ୍ରଭୁ, ତାଙ୍କଠୁ ବଡ କିଏ ଅଛନ୍ତି କି? କହୁନ୍ତି ନା ନା ଆଜି ତାଙ୍କଠୁ ବଡ ନାହାନ୍ତି। ଏମାନେ ଯୋଉ କହୁଛନ୍ତି ଆମ ଠାକୁର ବଡ, ଆମେ ଇଏ ସିଏ। ଆରେ ଭାଇ, ତମେ ଗୋଟେ ଜଣକୁ ମାନୁଛ ନା, ଠିକ ଅଛି, ତାଙ୍କୁ ମାନ, କିନ୍ତୁ ମହାପ୍ରଭୁକୁ ସେ ଯେ ବଡ ଠାକୁର ଯିଏ ହଉଛନ୍ତି ସବୁଠୁ ବଡ, ତାଙ୍କୁ ସର୍ବପ୍ରଥମ ମାନ। ତାଙ୍କୁ ଗାଳି ଗୋଲଜ କରିକି ତମେ ଯୋଉ ଭଳିଆ କରୁଛ କିଛି ହବ ନାହିଁ। ହେଲେ ତୁ ଜଗନ୍ନାଥଙ୍କୁ ବଡ ବୋଲି ମାନେ ଯୀଶୁଙ୍କର ମଜାକ କରିବୁ, ଯୀଶୁଙ୍କର ପରିହାସ କରିବୁ। ତୁ ଯଦି ଜଗନ୍ନାଥଙ୍କୁ ମାନୁନୁ ରେ ଭାଇ, କୋଉ ଖ୍ରୀଷ୍ଟିଆନ ଆସିକି କଣ କହିଦେଲେ କି ତତେ? ତୁ ମାନେ ନା ଏଟା ସେଟା, ଯୀଶୁଙ୍କର ଛୋଟ କରିକି ଯୀଶୁଙ୍କୁ ଅପମାନ କରିକି ତୁ ଜଗନ୍ନାଥଙ୍କର ବଡ ବୋଲି ପ୍ରଚାର କରୁଛୁ। କଣ ଏହା କରିବା ଉଚିତ କି? ଜଗନ୍ନାଥ କଣ ତତେ ଏହା ଶିଖେଇଛନ୍ତି? ଆଉ ଗୋଟେ କଥା କହୁଛୁ, ଜଗନ୍ନାଥ ହଉଛନ୍ତି ମହାନ ଆଉ ସେ ସବୁ କିଛି ସେ ସୃଷ୍ଟିକୁ ରଚନା କରିଛନ୍ତି। ଭାଇରେ, ସେଟା ତୋ ଭିତରେ, ତୁ ମାନେ ସେଟା। ଖ୍ରୀଷ୍ଟିଆନ କଣ ଆସିକି କହିଲେ କି ତୁ ମାନେ ନା? ତୁ ଗୋବରଟା, ତୁ ବୁଝିବୁ ନାହିଁ। ତୁ ଯେମିତି ଅନ୍ୟମାନଙ୍କୁ ଟାର୍ଗେଟ କରୁଛୁ, ସେମିତି ତମ ଦେବାଦେବୀଙ୍କୁ ଟାର୍ଗେଟ କଲେ। ଆଉ ଗୋଟେ କଥା କହୁଛୁ, ସେ ସବୁଠାରୁ ମହାନ। ସେ କଥା କେବଳ ତୁ ହିଁ ଜାଣିଛୁ। ସାରା ପୃଥିବୀର ଲୋକମାନେ ଯୀଶୁଙ୍କୁ ମାନନ୍ତି। ଗୋବର ଖାଇବୁ ଆଉ ଗୋବର ଖାଇକି ହିଁ ସେମିତି ପାଗଳାମି ହେବୁ। ଆଉ ଅନ୍ୟ ଧର୍ମକୁ ରେସପେକ୍ଟ କରିବା ତ ତତେ ଜଣା ନାହିଁ। ଯେହେତୁ ତୁ ଗୋବର ଖାଉଛୁ, ଭାତ ଖାଇଥିଲେ ଠିକ ଠାକ ବୁଝିଥାନ୍ତା। ଜୟ ଶ୍ରୀରାମ। ସବୁ ସହିଯିବି କିନ୍ତୁ ମୋ ଧର୍ମ ଉପରେ କିଏ କହିଲେ ତା ବୋଉ ବିଦ୍ୟାର ତା ଛାତି ଉପରେ ସେଠି ତା କଲିଜା କାଢି ଆଣି। କିଏ ଯଦି ତମ ଧର୍ମ ଉପରେ କହିଦେଲା ତେବେ ଅସୁବିଧା। ଭାଇରେ, ତୁ କାହିଁକି ଅନ୍ୟ ଧର୍ମକୁ ଉଙ୍ଗୁଳି କରୁଛୁ? ତୁ ଜାଣିଛୁ ପରା, ତୁ ଯଦି ଅନ୍ୟକୁ ଉଙ୍ଗୁଳି କରିବୁ ଅନ୍ୟମାନେ ମଧ୍ୟ ତତେ ଉଙ୍ଗୁଳି କରିବେ। ଏ କଥା ଭଲରେ ଜାଣିନୁ କି? ତମ ହିନ୍ଦୁ ଧର୍ମରେ ପୁରା ଗୋଟିଏ ମାନେ କନସେପ୍ଟକୁ ମାନନ୍ତି, କର୍ମ ଅନୁସାରେ ଫଳ। ମାନେ ତୁ ଯେମିତି କର୍ମ କରିବୁ ଭଗବାନ ସେମିତି ଫଳ ଦେବେ। ହେଲେ ତୁ ଯଦି ଅନ୍ୟକୁ ଉଙ୍ଗୁଳି ଉଠେଇବୁ ଭଗବାନ କଣ ଦେବେ ଫଳ? ଅନ୍ୟମାନେ ମଧ୍ୟ ଉଙ୍ଗୁଳି ଉଠେଇ ଦେବେ। ଏ କଥା କାହିଁକି ବୁଝିପାରୁନୁ ତୁ? କିଛି କଣ୍ଟା ପିଟା ପାଳଭୂତ କହୁଛନ୍ତି। ଶ୍ରୀକୃଷ୍ଣ ଗୋଟିଏ ତୀରରେ ଚାଲିଗଲେ। ମୁଁ ତାଙ୍କୁ ଗୋଟିଏ କଥା କହିବା ପାଇଁ ଚାହୁଁଛି, ଆବେ ପାଳଭୂତ କଣ୍ଟା ପିଟା ମାନେ ମତେ ଗୋଟିଏ କଥା କୁହ, ଯଦି ଶ୍ରୀକୃଷ୍ଣ ତମେ ଯୋଉ କହୁଛ
ଯେ ତମର 4ଟା କଣ୍ଟା ପିଟି ଦେଲେ ମେଣ୍ଢା ଦଳ ଜନ୍ମ ହେଇଗଲେ ସିଏ ବଡ ହେଇଗଲେ ସବୁ କିଛି କରିଥିଲେ ଏ ସାବାସ। ତାହେଲେ ମହାପ୍ରଭୁ ଯେତେବେଳେ ଶ୍ରୀକୃଷ୍ଣଙ୍କ ଅବତାର ନେଇଥିଲେ, ଜଗନ୍ନାଥ ଯେତେବେଳେ ଶ୍ରୀକୃଷ୍ଣଙ୍କ ଅବତାର ନେଇଥିଲେ, ସେତେବେଳେ ତମ କଣ୍ଟା ପିଠା ଜନ୍ମ ହେଇଥିଲା କି? ସେତେବେଳେ ତ ଏ ଦୁନିଆରେ ମନୁଷ୍ୟ ଥିଲେ, ସେତେବେଳେ ଗୋଟିଏ ଭଗବାନ ଥିଲେ, ସେ ହଉଛନ୍ତି ଶ୍ରୀକୃଷ୍ଣ। ବୁଝିଲ ବେ? ଆଇଲେ ଶଳା ଏଠି ବୁଝେଇବା ପାଇଁ। ଜଗନ୍ନାଥ କଣ କୃଷ୍ଣଙ୍କର ରୂପ ନେଉଥିଲେ? କୋଉ ଶ୍ଲୋକ, କୋଉ ଶାସ୍ତ୍ର, କୋଉ ପୁରାଣରେ ଅଛି? ଗୋବରା ତୁ ଆମକୁ ପାଠ ପଢେ ନା। ତୁ ଗୋବର ଖାଇଦେଲେ କଣ ମୁଁ ବସି ଜ୍ଞାନ ବୋଲି ଭାବୁଛୁ ନା କଣ? ଆଉ ତୁ ଗୋଟା କଥା କହୁଛୁ କୃଷ୍ଣ ସମସ୍ତଙ୍କର ମହାପ୍ରଭୁ। ତୁ କ୍ଲିୟର କରେ ପ୍ରଥମେ ଜଗନ୍ନାଥ ସୃଷ୍ଟିକର୍ତ୍ତା ନା କୃଷ୍ଣ ସୃଷ୍ଟିକର୍ତ୍ତା, ଏଇଟା ପ୍ରଥମେ କ୍ଲିୟର କରେ। ଆଉ ଗୋଟେ କଥା କହୁଛୁ ତୁ କୃଷ୍ଣ ସୃଷ୍ଟିକର୍ତ୍ତା। କୃଷ୍ଣ ଯଦି ସୃଷ୍ଟି କଲା, ସମସ୍ତଙ୍କୁ ସୃଷ୍ଟି କଲେ, ହେଲେ ତାଙ୍କ ବାପା ମାଙ୍କୁ କିଏ ସୃଷ୍ଟି କଲେ? ସୋ ଫାଇନାଲି ସାଙ୍ଗମାନେ এই ଭିଡ଼ିଓକୁ ମୁଁ ଏତିକିରେ ସମାପ୍ତ କରୁଅଛି। ଭିଡ଼ିଓକୁ ଟିକେ ବହୁତ ମାତ୍ରାରେ ସେୟାର କରନ୍ତୁ, ଲୋକମାନେ ମଧ୍ୟ ଜାଣନ୍ତୁ ସେମାନେ କେମିତି ଯୀଶୁଙ୍କର ଅପମାନ କରୁଛନ୍ତି, ଯୀଶୁଙ୍କୁ କେମିତି ପରିହାସ କରୁଛନ୍ତି, ଆଉ ଖ୍ରୀଷ୍ଟିଆନ ମାନଙ୍କୁ ଟାର୍ଗେଟ କରୁଅଛନ୍ତି। ଆଉ ଏମାନେ ପ୍ରତ୍ୟେକ ଦିନ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ଭିଡ଼ିଓ ବନାଉଛନ୍ତି। ମୋ କହିବାର ଅର୍ଥ ହେଲା, ତମେ କାହାକୁ ମାନୁଛ ମାନ। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, କେଉଁ ବାପାର ଦେଶ ନୁହେଁ, ସମସ୍ତଙ୍କର ଦେଶ, ସମସ୍ତେ ଅଛନ୍ତି। ଅନ୍ୟ ଧର୍ମକୁ ଯଦି ଆପଣ ରେସ୍ପେକ୍ଟ କରିବେ, ଆପଣଙ୍କ ଧର୍ମକୁ ଲୋକ ଗ୍ରହଣ କରିବେ। ଏମାନେ ତ ଥଟ୍ଟା ପରିହାସ କରି ନିଜର ଧର୍ମକୁ ହିଁ ବେଜାତି କରି ରଖିଅଛନ୍ତି। ତେଣୁକରି ଏମାନଙ୍କର ଧର୍ମକୁ ଛାଡ଼ି ଲୋକମାନେ ଖ୍ରୀଷ୍ଟିଆନ ହେଉଛନ୍ତି। ଆଉ ଏମାନେ ଆସିକି ଖ୍ରୀଷ୍ଟିଆନ ମାନଙ୍କ ପଛରେ ଭ ଭ ହେଉଛନ୍ତି। ଖ୍ରୀଷ୍ଟିଆନ ମାନଙ୍କ ପଛରେ ତମେ ଭ ଭ ହେଲେ କିଛି ହବ ନାହିଁ। ତମେ ପ୍ରଥମେ ନିଜକୁ ସୁଧାର, ତାହେଲେ ଲୋକମାନେ ତମ ପାଖକୁ ଆସିବେ। ନହେଲେ ଏମିତି ଭ ଭ ହେଇକି ରଡ଼ି ଛାଡ଼ିବ, ଶେଷରେ କୁକୁର ପରି ବୁଲିବ, ଆଉ କିଛି ନାହିଁ। ତ এই ଭିଡ଼ିଓକୁ ମୁଁ ଏତିକିରେ ସମାପ୍ତ କରୁଛି। ଆପଣମାନେ କ'ଣ କହିବେ, ଆପଣଙ୍କର ମତାମତ ଲେଖି ଜଣାଇବେ। ନେକ୍ସଟ ଭିଡ଼ିଓ ପାଇଁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଲର୍ଡ।